ବେଲଗାମ ହୋଇପଡ଼ିଛି ରୂପାର ମୂଲ୍ୟ। ଦ୍ରୁତଗତିରେ କମ୍ ହେବାରେ ଲାଗିଛି ରୂପା। ଗତ 6 ଦିନରେ ରୂପା ମୂଲ୍ୟ 25,000 ଟଙ୍କା କମ୍ ହୋଇସାରିଛି। ସେଥିରୁ 2 ଦିନ ଥିଲା ଛୁଟି, ଅର୍ଥାତ୍ ମାତ୍ର 4ଟି କାରବାର ଦିନରେ ରୂପାର ଏଭଳି ହ୍ରାସ ଘଟିଛି। ଭୁବନେଶ୍ୱରରେ ରୂପା କେଜି ମଙ୍ଗଳବାର 8,000 ଟଙ୍କା ହ୍ରାସ ପାଇ 1,82,000 ଟଙ୍କା ହୋଇଛି। ଗତ ରବିବାର ଓ ସୋମବାର ଛୁଟି ଥିବା କାରଣରୁ ଏହାର ଦାମ କୌଣସି ପରିବର୍ତ୍ତନ ଘଟିନଥିଲା। ବଜାର ତଥ୍ୟ ଅନୁସାରେ ଚଳିତ ମାସ 15ରେ ରୂପା କେଜି ଏହାର ସର୍ବୋଚ୍ଚ ସ୍ତର 2,07,000 ଟଙ୍କାକୁ ବୃଦ୍ଧି ପାଇଥିଲା। ତା ପରଠାରୁ ସେଥିରେ ଲଗାତାର ଭାବେ ହ୍ରାସ ଘଟୁଛି। କେବଳ ଧନତେରସ ଦିନ ରୂପା କେଜି 13,000 ଟଙ୍କା ଶସ୍ତା ହୋଇଥିଲା। ରୂପାର ଚାହିଦା ବଢ଼ିବାରୁ ତାହାର ଦାମ ବଢ଼ୁଥିଲା ମଧ୍ୟ। ଦୂରରେ ଏହି ହ୍ରାସ ଆଗାମୀ ଦିନରେ ଜାରି ରହିବ। ଆଶା କରାଯାଉଛି ଯେ କେବଳ ରୂପା ନୁହେଁ, ବରଂ ସୁନା ଦର ବି ହ୍ରାସ ପାଇବାରେ ଲାଗିଛି। 22 କ୍ୟାରେଟ ସୁନାର 10 ଗ୍ରାମ ପିଛା ଦାମ 100 ଟଙ୍କା କମ୍ ହୋଇ 1,19,700 ଟଙ୍କା ହ୍ରାସ ପାଇଛି। ତେବେ ସେହିପରି 24 କ୍ୟାରେଟ ସୁନାର ଦାମ 110 ଟଙ୍କା କମ୍ ହୋଇ 1,30,580 ଟଙ୍କା ହୋଇଛି। ଧନତେରସ ଦିନ 22 କ୍ୟାରେଟ ସୁନାର ଦାମ 1,0750 ଟଙ୍କା ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 1,910 ଟଙ୍କା କମ୍ ହୋଇଥିଲା। ତ ବନ୍ଧୁଗଣ, ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ସେୟାର କରିଦିଅନ୍ତୁ ଏବଂ ଆମର ଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ନୋଟିଫିକେସନ୍ ବେଲକୁ ଦବାଇକି ଅଲ୍ ସିଲେକ୍ଟ କରିଦିଅନ୍ତୁ। ଜୟ ଜଗନ୍ନାଥ।